ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ ଚ୍ୟାନେଲକୁ। ଆଜିର କ୍ଲାସରେ ଆମେ ଆଲୋଚନା କରିବା ଯେ +3 ଫାର୍ଷ୍ଟ ସେମିଷ୍ଟାର କୋଡ୍ ଡବଲ୍ ଆଇ ର ୟୁନିଟ୍ 2 ଯେଉଁଥିରେ ରହିଛି ଗଦ୍ୟ ସାହିତ୍ୟ ଉପରେ ପ୍ରବନ୍ଧ, ରମ୍ୟ ରଚନା, ଆତ୍ମଜୀବନୀ, ଜୀବନୀ ଆଉ ଭ୍ରମଣ କାହାଣୀ। ତ ସେଇ ଭିତରୁ ଆମେ ପ୍ରବନ୍ଧର ସଂଜ୍ଞା ଉପରେ অলরেডি আলোচনা করে সারিছু এবং তোমাকে মু কহিলি কাহার যদি কিছু ডাউট থিব দেন মতে পচারি পারিবে বলি, কিন্তু এ যাই সেমিতি কিছু কমেন্ট আসিনি, তেণু আমি সিধা সিধা প্রবন্ধর স্বরূপ উপরে আলোচনা করিবা। তো স্বরূপ, স্ব মানে কোন নিজ, রূপ মানে স্বরূপ মানে প্রবন্ধর নিজর রূপ উপরে আমি আলোচনা করিবা। প্রবন্ধ এক প্রজ্ঞাদীপ্ত ফারস্বত কলাকর্ম, এর পরিসর খুব ব্যাপক। যে গোটে কলাকর্ম হচ্ছে প্রবন্ধ এবং তার যে পরিসরটা রয়েছে সেটা বহুত ব্যাপক। ফারস্বত জগতের অন্যান্য বিভাগ পরি ଏହା ମଧ୍ୟ ସ୍ୱତନ୍ତ୍ର, ଜାଣିଛ ସାହିତ୍ୟର যে ଅନ୍ୟାন্য ବିଭାଗ ଭିତରୁ ପ୍ରବନ୍ଧ ମଧ୍ୟ ଏ ଉପରେ ଆମେ অলরেডি ତାର ସଂଜ୍ଞାନ ଆଲୋଚନା କରି ସାରିଛୁ। ଆକାର ପ୍ରକାର ବା ପ୍ରବନ୍ଧର କଳେବରକୁ ନେଇକି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ନ୍ୟୁ ଅକ୍ସଫୋର୍ଡ ଡିକ୍ସନାରୀରେ ଏହାକୁ ଏକ ମଧ୍ୟମ ଧରଣର ରଚନା ଭାବରେ ଅଭିହିତ କରାଯାଇଛି, ଯେ ଏହାକୁ ମାନେ ବେଶୀ ମାନେ ଦୀର୍ଘ ନୁହେଁ, ବିସ୍ତୃତ ନୁହେଁ କି ସଂକ୍ଷିପ୍ତ ନୁହେଁ, ତାହାକୁ ଗୋଟେ ମଧ୍ୟମ ଧରଣର ରଚନା ଭାବରେ ପ୍ରବନ୍ଧକୁ ଅଭିହିତ କରାଯାଇଛି। ପ୍ରବନ୍ଧ ଏକ ନିରସ ଓ କ୍ଲିଷ୍ଟ କଲା ସୃଷ୍ଟି ବୋଲି କେତେକଙ୍କର ମତ, ଯେ ପ୍ରବନ୍ଧ ଗୋଟେ କଣ ନିରସ ଏବଂ କ୍ଲିଷ୍ଟ। କ୍ଲିଷ୍ଟ ମାନେ କଣ? କ୍ଲିଷ୍ଟ ମାନେ ଯେମିତି କି ବୁଝା ପଡୁଥିବା ଭାଷା, ତ କ୍ଲିଷ୍ଟ କଳା ସୃଷ୍ଟି ବୋଲିକି କେତେ ଜଣଙ୍କର ମତ। ମାତ୍ର ଆଜି ଏହା ମନୁଷ୍ୟର ଜ୍ଞାନ ବିଜ୍ଞାନ ବିକାଶ ଓ ପ୍ରକାଶର ଏକ ଶିଳ୍ପାତ୍ମକ ବ୍ୟାପକ ସୃଷ୍ଟି। ଯେ ବହୁ ଜଣ କହିଥାନ୍ତି କଣ, ଯେ ପ୍ରବନ୍ଧ ହେଉଛି ଗୋଟେ ନିରସ ଏବଂ କ୍ଲିଷ୍ଟ, ଯାହାକୁ ସମସ୍ତେ ବୁଝିପାରୁଥିବେ ସେଇଭଳି ଭାବରେ ଗୋଟେ କଳା ସୃଷ୍ଟି। କିନ୍ତୁ ଏଇ ପ୍ରବନ୍ଧ ଅଛି କଣ, ଯେ ମନୁଷ୍ୟର ଜ୍ଞାନ ବିଜ୍ଞାନ ବିକାଶ ଏବଂ ପ୍ରକାଶର ଶିଳାତ୍ମକ ବ୍ୟାପକ ସୃଷ୍ଟି ବୋଲିକି ଆମେ ଏଇ ପ୍ରବନ୍ଧକୁ ବୁଝିଥାଉ। ଏହା ଲେଖକର ଯୁକ୍ତି ବୃଦ୍ଧି, ଦାର୍ଶନିକ ଚିନ୍ତା, ତାତ୍ତ୍ୱିକ ବିଚାରଧାରା ତଥା ମନନ ଓ ଚିନ୍ତନର ପରିପୂର୍ଣ୍ଣ ବିକାଶ। ମାନେ ପ୍ରବନ୍ଧ ମାନେ କଣ, ଯେ ସେଇଟା ହଉଛି ଲେଖକର ଯୁକ୍ତି, ସେ ଯୋଉ ଯୁକ୍ତିକୁ ଉପସ୍ଥାପନ କରିଥାଏ, ତାର ବୃଦ୍ଧି, ତାର ଦାର୍ଶନିକ ଚିନ୍ତାଧାରା, ତାତ୍ତ୍ୱିକ ବିଚାରଧାରା। ତାତ୍ତ୍ୱିକ ମାନେ କଣ? ତଥ୍ୟକୁ ନେଇକି ତତ୍ତ୍ୱ ହିସାବରେ ତାତ୍ତ୍ୱିକ ଯୋଉ କୁହାଯାଏ, ତାତ୍ତ୍ୱିକ ବିଚାରଧାରା ତଥା ମନନ ଏବଂ ଚିନ୍ତନର ପରିପୂର୍ଣ୍ଣ ପ୍ରକାଶ ହେଉଛି କଣ, ଯେ ପ୍ରବନ୍ଧ ବୋଲିକି ଆମେ କହିଥାଉ। ପ୍ରବନ୍ଧ ପାଠକ ଓ ଲେଖକ ମଧ୍ୟରେ ଗଭୀର ଆତ୍ମୀୟତା ସ୍ଥାପନ କରେ। ଭାଷା ଓ ଭାବର ସାବଲୀଳତା ମଧ୍ୟରେ ଜୀବନଧର୍ମୀ ରସାନୁଭୂତି ଦ୍ୱାର ହେଉଛି ଏହି ପ୍ରବନ୍ଧ। ଏହା ଉପରେ ଆମେ ଆଗରୁ ଆଲୋଚନା କରିସାରିଛୁ, ତାହାକୁ ନେଇକି ଏଜି ୱାର୍ଡ ମଧ୍ୟ କହିଛନ୍ତି। ଆଗରୁ ଅଲରେଡି ଆମେ ତାର ସଂଜ୍ଞା ଉପରେ ଆଲୋଚନା କରିସାରିଛୁ ଏବଂ ତୁମେ ଚାହିଁଲେ ଏଜି ୱାର୍ଡଙ୍କର ସଂଜ୍ଞା ମଧ୍ୟ ଲେଖିପାରିବ। ପ୍ରବନ୍ଧକାର ଜଗତ ଓ ଜୀବନ ସହିତ ଜଗତ ଏବଂ ଜୀବନକୁ ଚିହ୍ନିବାକୁ ଚେଷ୍ଟା କରେ। ଚାହିଁଲେ ତୁମେ ଲେଖିପାରିବ, ନହେଲେ ନ ଲେଖିଲେ ବି ଚଳିବ। ତମେ ଏତେବେଳେ ତାର ସ୍ୱରୂପ ଉପରେ ଆମେ ଆଲୋଚନା କରିବା। ତାର ସ୍ୱରୂପଟା ଲେଖିବାର କିଛି ଆବଶ୍ୟକତା ନାହିଁ ପିଲାମାନେ, ଯେହେତୁ ତ ଜାଣିଛ ସମସ୍ତେ ସାମ୍ପ୍ରତିକ ବିବର୍ତ୍ତିତ ଜୀବନଧାରା ଯେଉଁଭଳି ଭାବରେ ଧାରା ପରିବର୍ତ୍ତନ ହେଉଛି, ସେଇଭଳି ଭାବରେ ମଣିଷର ଜୀବନ ମଧ୍ୟ ଧୀରେ ଧୀରେ ଜଟିଳରୁ ଜଟିଳତର ହୋଇ ପଡୁଛି। ସେହି ଜଟିଳତର ନିଗୁଡ ସମସ୍ୟା ଏବଂ ସମାଧାନର ମାର୍ଗକୁ ପ୍ରାବନ୍ଧିକ କଣ କରିଥାଏ, ଯେ ମଣିଷର ଜୀବନ ଯୋଉ ଧୀରେ ଧୀରେ ଜଟିଳ ହୋଇ ପଡୁଛି, ସେହି ଜଟିଳତାର ନିଗୁଡ বা ସେ ଯୋଉ ସମସ୍ୟା ରହିଛି, ସେ ଯୋଉ ଜଟିଳ ଜୀବନର ଯୋଉ ସମସ୍ୟା ଏବଂ ସେଇ ସମସ୍ୟାର ଯୋଉ ମୁକୁଳିବାର ବା ସେ ଯୋଉ ସମାଧାନର ମାର୍ଗକୁ ପ୍ରାବନ୍ଧିକ ନିଜ ଦୃଷ୍ଟିକୋଣ ମାଧ୍ୟମରେ ତା ପ୍ରବନ୍ଧରେ ତାକୁ ବିଶ୍ଳେଷଣ କରିଥାଏ ବା ତା ପ୍ରବନ୍ଧରେ ତାକୁ ସେ ରୂପ ଦେଇଥାଏ। ଅର୍ଥାତ୍ ବିବିଧ ଚିନ୍ତା ଚେତନା ତଥା ବୈସାଦୃଶ୍ୟର ବିଶ୍ଳେଷଣ ହିଁ ହୋଇଥାଏ। ଯେ ଏଇ ଜାଗାରେ ଆମେ ଦେଖିବାକୁ ପାଇବା ଯେ ସେ ଯୋଉ ଲେଖକ ମନର ବିଭିନ୍ନ ଚିନ୍ତା ଚେତନାକୁ ସେ ଯୋଉ ବିଶ୍ଳେଷଣ କରିଥାଏ, ସେଇଟା ଆମେ ପ୍ରବନ୍ଧରେ ଦେଖିବାକୁ ପାଇବା। এই ଦୃଷ୍ଟିରୁ ଦେଖିଲେ ପ୍ରାବନ୍ଧିକ ଯେପରି ଏକ ଦିଗରେ ସାହିତ୍ୟ ଜଗତର ସମ୍ରାଟ, ସେହିପରି ସମାଜକୁ ନୂତନ ଦିଗଦର୍ଶନ ଦେବାରେ ଜଣେ ସତ୍କର୍ମୀ ପାରସ୍ପତ ସାଧକ। ଯେଉଁଭଳି ଆମେ ଦେଖିବା ଯେ ପ୍ରାବନ୍ଧିକ କଣ କହିପାରିବା, ଯେ ସାହିତ୍ୟ ଜଗତର ସମ୍ରାଟ। ବହୁତ ଜଣ କହିଥାନ୍ତି ଯେ ପ୍ରାବନ୍ଧିକଙ୍କୁ ସାହିତ୍ୟ ଜଗତର ସମ୍ରାଟ। ଅନ୍ୟାନ୍ୟ ବିଭାଗ ଭିତରୁ ପ୍ରାବନ୍ଧିକକୁ ଗୋଟେ ବଳିଷ୍ଠ ବିଭାଗ ବୋଲି କୁହାଯାଇଛି, ପ୍ରାବନ୍ଧିକକୁ ଗୋଟେ ସାହିତ୍ୟର ସମ୍ରାଟ ବୋଲି କୁହାଯାଇଛି ଏବଂ ସେହିଭଳି ଭାବରେ ସମାଜକୁ ନୂତନ ଦିଗଦର୍ଶନ ଦେବାର ଜଣେ ସତ୍କର୍ମୀ ପାରସ୍ପତ ସାଧକ। ଯେ ଯେଉଁଭଳି ଭାବରେ ସେ ଜଣେ ସମ୍ରାଟ, ସେଇଭଳି ଭାବରେ ସମାଜକୁ ଗୋଟେ ନୂତନ ଦିଗଦର୍ଶନ ଦେବାରେ, ନୂତନ ଦିଶା ଦେଖାଇବାରେ ଗୋଟେ ସାରସ୍ୱତ ସାଧକ ବୋଲିକି ଏ ଜାଗାରେ ବର୍ଣ୍ଣନା କରାଯାଇଛି। ଏବଂ କ୍ଷେତ୍ରବାସୀ ନାୟକ ମତରେ କ୍ଷେତ୍ରବାସୀ ନାୟକ କହିଛନ୍ତି ଯେ ପ୍ରବନ୍ଧ ରଚନା ପାଇଁ ଏକାଧାରରେ କବିର ଅନୁଭବ, ଗବେଷକର ଅନୁସନ୍ଧିତ୍ସା, ଔପନ୍ୟାସିକ ଏବଂ ଗାଳ୍ପିକର ବାସ୍ତବ ଅଧ୍ୟୟନ ତଥା ଆହରଣ ଦକ୍ଷତା ଆବଶ୍ୟକ। ଯେ ପ୍ରବନ୍ଧ ରଚନା ପାଇଁ କଣ ଦରକାର, ଯେ ଗୋଟେ କବି ଯେ ସେ ଅନୁଭବୀ ହେଇଥିବା କଥା, ତାର ଅନୁଭବକୁ ନେଇକି ଗବେଷକର ଅନୁସନ୍ଧିତ୍ସା, ଗବେଷକର ଅନୁସନ୍ଧାନ ବା ଅନ୍ୱେଷାର ଯୋଉ ଅନୁସନ୍ଧିତ୍ସା ହେଇଛି, ଗବେଷକ କଣ କରିଥାଏ, ଯୋଉ ଅନୁସନ୍ଧାନ କରିଥାଏ, ସେଇ ଗବେଷକର ଅନୁସନ୍ଧିତ୍ସା, କବିର ଅନୁଭବ, ଔପନ୍ୟାସିକ ଏବଂ ଗାଳ୍ପିକର ବାସ୍ତବ ଅଧ୍ୟୟନ, ସେମାନେ ବାସ୍ତବ ଜିନିଷକୁ ନେଇକି ଯୋଉ ଅଧ୍ୟୟନ କରିଥାନ୍ତି, ସେ ସବୁ ଦକ୍ଷତା ଆବଶ୍ୟକ, ତାପରେ ଯାଇ ଜଣେ ପ୍ରବନ୍ଧିକ ହେଇପାରିବ ବୋଲିକି ସେଇ ଜାଗାରେ କହିଛନ୍ତି। ତ ଏଇ ଯୋଉ ଆମେ ଦେଖିବାକୁ ପାଇବା ଯେ ଏଇ ଯୋଉ ତାର ସ୍ୱରୂପକୁ ଯୋଉ ବିଶ୍ଳେଷଣ କରାଯାଇଛି, ଏଇଟା ବିଶ୍ଳେଷଣ ମାନେ ଏକ୍ସଟ୍ରା ପଏଣ୍ଟ ନୁହେଁ। ଏଇ ଜାଗାରେ ଆମେ କହିପାରିବା ଏଇଟା ଯେ ପ୍ରବନ୍ଧର ସ୍ୱରୂପ
এই জায়গায় স্বরূপরে যাব, এই 5টা পয়েন্ট প্রবন্ধর স্বরূপরে যাব। প্রবন্ধর স্বরূপ বিশ্লেষণ, বিশ্লেষণ মানে কোন বিস্তারিত করে বিশ্লেষণ বা পুঙ্খানুপুঙ্খ ভাবে যদি দেখিবা যে বিশ্লেষণ করিবা যে তা মানে কোন প্রকৃতরে বিশ্লেষণ মানে তাকে ঘান্টি গন্ধাড়ি দেবা যে সে ভিতরে কোন রয়েছে বিশ্লেষণ, তার স্বরূপକୁ ଯୋଉ বিশ্লেষণ କରାଯାଇଛି এই জায়গাটা ଗୋଟେ পয়েন্ট পিলা মানে প্রবন্ধর স্বরূপ বিশ্লেষণ হি প্রবন্ধর স্বরূপ সমান জিনিস। এই জায়গায় তুমি ভাবিবনি যে এটা গোটে কোন বিশ্লেষণ লেখা ହେଇଛି, বিশ্লেষণ কাটি দিও, প্রবন্ধর স্বরূপরে ଯିବ এই ସବୁ গুড়াক। তার স্বরূপକୁ বিশ্লেষণ କରାଯାଇଛି, ତା ସ୍ୱରୂପ ଭିତରେ কোন কোন ଅଛି ସେ ଜିନିଷକୁ ବର୍ଣ୍ଣନା କରାଯାଇଛି, ତାହାକୁ ହିଁ ଆମେ କହିଥାଉ ଯେ বিশ্লেষণ ବୋଲିକି। ତ ସମାନ ଜିନିଷ, ଏ ଭିତରେ ବିଲକୁଲ ବି କନଫ୍ୟୁଜ ହେବ ନାହିଁ। তো ଆମେ ଦେଖିବାକୁ ପାଇବା ଯେ ପରବର୍ତ୍ତୀ ସମୟରେ এই ଯୋଉ বিশ্লেষণ বা ତାର ସ୍ୱରୂପରେ তুমি এই 5ଟି ଜିନିଷ ଲେଖିବ, ସଂକ୍ଷିପ୍ତତା, ସମତା, ଏକତ୍ୱ, ସଠିକତା ଏବଂ ସାବଲୀଳତା। ଏ ସବୁ ହେଉଛି ପ୍ରବନ୍ଧର ସ୍ୱରୂପ। ଗୋଟେ ପ୍ରବନ୍ଧ ମଧ୍ୟରେ ଏ ସବୁ ଜିନିଷ ରହିବା କଥା ବା ଏ ସବୁ ହେଉଛି ପ୍ରବନ୍ଧର ନିଜର ରୂପ ବା ପ୍ରବନ୍ଧ ଭିତରେ ଏ ସବୁ ଜିନିଷ ସନ୍ନିବେଶିତ ହେଇକି ରହିଥାଏ। କଣ ରହିଥାଏ ଦେଖିବା। ପ୍ରଥମେ ହେଉଛି ସଂକ୍ଷିପ୍ତତା, ବ୍ରେଭିଟି। ପ୍ରବନ୍ଧ ହେଉଛି ପ୍ରବନ୍ଧ ସଂକ୍ଷିପ୍ତତା ହେଉଛି ପ୍ରବନ୍ଧ ରଚନା। ଆମେ ଦେଖିଲା ଟିକେ ଆଗରୁ ତୁମକୁ ମୁଁ କହିଲି ଯେ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି। କେତେ ଜଣ କହିଲେ ଯେ ସଂକ୍ଷିପ୍ତ ଆଉ ବିସ୍ତୃତ ମଝିରେ ମଧ୍ୟବର୍ତ୍ତୀ ରଚନା ହେଉଛି ପ୍ରବନ୍ଧ ବୋଲିକି, କିନ୍ତୁ ଏହାର ସ୍ୱରୂପକୁ ଯଦି ଆମେ ଆଲୋଚନା କରିବା ଏଇ ଜାଗାରେ କଣ ବତଉଛି, ଏହାର ସ୍ୱରୂପରେ କଣ ବତଉଛି ଯେ ସଂକ୍ଷିପ୍ତତା ହେଉଛି ପ୍ରବନ୍ଧ ରଚନା ଶୈଳୀର ପ୍ରଥମ ଦିଗ। ଯେ ପ୍ରଥମେ ଯିଏ ବି ପ୍ରବନ୍ଧ ରଚନା କରିବ ସେ ଧ୍ୟାନ ଦେବା ଦରକାର ଯେ ପ୍ରବନ୍ଧ ସଂକ୍ଷିପ୍ତ ହେଉଥିବା କଥା। କାହିଁକି ଆମେ ଅନେକ ଗୁଡ଼ିଏ ପ୍ରବନ୍ଧ ସଂକଳନ ଦେଖିବା, ଯେମିତିକି ପ୍ରବନ୍ଧ ସୋପାନ ହେଲା, ପ୍ରବନ୍ଧ ପ୍ରକାଶ ହେଲା, ମୃତ୍ୟୁଞ୍ଜୟ ରଥଙ୍କର ପ୍ରବନ୍ଧ ପାଠ ହେଲା, କିମ୍ବା ମଧୁସୂଦନ ରାଉଙ୍କର ପ୍ରବନ୍ଧ ମାଳା ହେଲା। ଗୋଟେ ଗୋଟେ ପ୍ରବନ୍ଧ ସଂକଳନ ଭିତରେ ଅନେକ ଗୁଡ଼ିଏ ପ୍ରବନ୍ଧ ସନ୍ନିବେଶ ଦେଇକି ଥାଏ। ତ ସେଇ ପ୍ରବନ୍ଧକୁ ଆମେ ନେଇକି ଦେଖିବାକୁ ପାଇବା ପ୍ରଥମେ ଯେ ସେଇଟା ପ୍ରକୃତରେ ସଂକ୍ଷିପ୍ତ ଅଛି ନା ନାହିଁ, ତାହାକୁ ପ୍ରଥମେ ପ୍ରାବନ୍ଧିକ ଦୃଷ୍ଟି ଦେଇଥାଏ। ଏଥିରେ ଅଯଥା ବର୍ଣ୍ଣନାକୁ ପ୍ରଶ୍ରୟ ଦିଆଯାଇ ନଥାଏ। ସଂକ୍ଷେପରେ ପ୍ରବନ୍ଧକୁ ଭାବ ଗମ୍ଭୀର ଓ ଯୁକ୍ତିନିଷ୍ଠ କରିବାର ଇଙ୍ଗିତ ପ୍ରଦାନ କରିଥାଏ ସଂକ୍ଷିପ୍ତ। ପ୍ରକୃତରେ ଭାବ ଗମ୍ଭୀର, ଯେ ସେଥିରେ ଭାବ ମୁଖ୍ୟ ସ୍ଥାନ, ମାନେ ସେ ଲେଖକ ମନର ଭାବ ମୁଖ୍ୟ ସ୍ଥାନ ଗ୍ରହଣ କରିବା କଥା ଏବଂ ଯୁକ୍ତିନିଷ୍ଠ ଯେ ଉପଯୁକ୍ତ ଯୁକ୍ତି ସହକାରେ ତାହାକୁ ପ୍ରାବନ୍ଧିକ ରଚନା କରିବା ଦରକାର। ଏହାକୁ ବାଦ ଦେଇ ପ୍ରବନ୍ଧ ରଚନା କଲେ ପ୍ରବନ୍ଧର କଳାତ୍ମକ ସୌନ୍ଦର୍ଯ୍ୟ ହାନି ଘଟିବା ଆବଶ୍ୟକ। ଯେ ସେ ଯୋଉ ସଂକ୍ଷିପ୍ତ ଯୋଉ ରହିବ ସେଥିରେ ସେଇ ପ୍ରବନ୍ଧକୁ ମାନେ ସେଇ ପ୍ରବନ୍ଧ ମଧ୍ୟରେ ପ୍ରାବନ୍ଧିକର ଭାବ ଏବଂ ତା ସହିତ ଯୁକ୍ତିନିଷ୍ଠ ପ୍ରାମାଣିକ ତଥ୍ୟ ସେ ଜାଗାରେ ଥିବା ଦରକାର। ତାପରେ ଯେ ସେଟା ଗୋଟେ ପ୍ରବନ୍ଧ ପଦବାଚ୍ୟ ହେଇପାରିବ ବୋଲି କହିଛି। ଅତএବ ପ୍ରବନ୍ଧ ରଚନା କ୍ଷେତ୍ରରେ ସଂକ୍ଷିପ୍ତତା ହେଉଛି ଅପରିହାର୍ଯ୍ୟ ନୀତି। ଯେ ସବୁବେଳେ ପ୍ରାବନ୍ଧିକ ତାର କଳେବରକୁ ଦୃଷ୍ଟିରେ ରଖିକି ସେଟା କେମିତି ସଂକ୍ଷିପ୍ତରେ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ, ସେଥିରେ କେମିତି ଆବେଗ ରହିବ, ସେଥିରେ କେମିତି ପ୍ରାବନ୍ଧିକର ଭାବ ରହିବ, ସେଥିରେ କେମିତି ଯୁକ୍ତିନିଷ୍ଠ ତଥ୍ୟ ରହିବ, ସେ ଜିନିଷକୁ ସବୁବେଳେ ସେ ଗୁରୁତ୍ୱ ଦେଇଥାଏ। ଏଇଟା ହେଉଛି ସଂକ୍ଷିପ୍ତତା ବା ବ୍ରେଭିଟି। ସ୍ୱରୂପ ମାନେ ସଂକ୍ଷିପ୍ତତା। ଆରାମସେ ସଂକ୍ଷିପ୍ତତା ତୁମେ ଖାଲି କି ୱାର୍ଡ ନାମ ରଖିଲ, ସଂକ୍ଷିପ୍ତତା କେମିତି ସଂକ୍ଷିପ୍ତ ହେବା କଥା ଆରାମସେ ଜାଣିଗଲ, ଲେଖିପାରିବ। ତାପରେ ସମତା, ବ୍ୟାଲେନ୍ସ। ସମତା ମାନେ ବ୍ୟାଲେନ୍ସ, ଯୋଉ ସମତା ବୋଲି ଯୋଉ କହିଥାଉ, ଯୋଉ ବ୍ୟାଲେନ୍ସ ମେଣ୍ଟେନ କରୁଛି ନା ନାହିଁ ବୋଲି ଯେମିତି କହନ୍ତି। ପ୍ରବନ୍ଧଟିର ରଚନା କରିବା ବେଳେ ପ୍ରାବନ୍ଧିକ ଘଟଣା, ପରିଚ୍ଛେଦ ଆଦି ବର୍ଣ୍ଣନାରେ ସମତା ପ୍ରଦର୍ଶନ କରିବା ଦରକାର। ଯେ ପ୍ରବନ୍ଧଟି ଯେତେବେଳେ ଜଣେ ପ୍ରାବନ୍ଧିକ ରଚନା କରୁଛି ସେ କଣ ଯେ ପ୍ରାବନ୍ଧିକ ସେ ଯୋଉ ପ୍ରବନ୍ଧରେ ଯୋଉ ସ୍ଥାନ ପାଇଛି, କଣ ଯୋଉ ଘଟଣା ସ୍ଥାନ ପାଇଥିବ, ଯୋଉ ବିଭିନ୍ନ ପରିଚ୍ଛେଦ ସ୍ଥାନ ପାଇଥିବ, ସେଥିରେ ସମାନତା ଅଛି କି ନାହିଁ ସେ ଜିନିଷ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ସମତା ପ୍ରଦର୍ଶନ ହେଲେ ପ୍ରବନ୍ଧର ଶୈଶବ ହାନି ହୋଇଥାଏ, କାରଣ ଏଥିରେ ପ୍ରବନ୍ଧର କଳାତ୍ମକ ବିଭିନ୍ନ ଦିଗ ମଧ୍ୟରେ ସମତା ରହେ ନାହିଁ। ଯେ ସେ ଭିତରେ ଯୋଉ ପ୍ରାବନ୍ଧିକ ଯୋଉ ବିଭିନ୍ନ ଘଟଣା କ୍ରମ ଅନୁସାରେ ରହୁଛି କି ନାହିଁ, ପ୍ରବନ୍ଧ ସେଇ ଘଟଣା ଆଉ ପରିଚ୍ଛେଦ ଭିତରେ ସମାନତା ରହୁଛି କି ନାହିଁ, ସେ ଜିନିଷ ଗୁଡ଼ିକ ଧ୍ୟାନ ଦେବା ଆବଶ୍ୟକ। ଏବଂ ଏ ସବୁକୁ ଦେଖିକି ପ୍ରାବନ୍ଧିକ କଣ କରିଥାଏ ଯେ ସବୁକୁ ଦେଖିକି ହିଁ ସେ ପ୍ରବନ୍ଧ ରଚନା କରିଥାଏ। ତ ଏଥିରୁ ତୁମର ସମତା ଗୋଟେ ପଏଣ୍ଟ ହେଇଯିବ। ତାପରେ ଏକତ୍ୱ, ୟୁନିଫର୍ମିଟି। ପ୍ରବନ୍ଧ ଓ ପ୍ରବନ୍ଧରେ ବିଭିନ୍ନ ପ୍ରସଙ୍ଗ ଥାଏ। ଏହା ସତ୍ତ୍ୱେ ସବୁ କଥାକୁ ଗୋଟିଏ ଉଦ୍ଦେଶ୍ୟ ଭିତ୍ତିକ କରିବାର ଆବଶ୍ୟକତା ଥାଏ। ଯେ ସବୁବେଳେ ଜାଣିଛ ଯେ ଏକତ୍ୱ বা ଏକାକୀ, ଯେ ଗୋଟେ ପ୍ରବନ୍ଧ ଉପରେ ଆମେ ଆଲୋଚନା କରିଛେ, କଣ କୁହାଯାଇଛି ଏ ଜାଗାରେ ଯେ ମାନେ ଗୋଟେ ପ୍ରବନ୍ଧ ସେ ଭିତରେ ଅନେକ ଗୁଡ଼ିଏ ପ୍ରସଙ୍ଗ ଥିବ, ଯେମିତିକି ଆମେ ସ୍ତ୍ରୀ ଜାତିର ସ୍ୱାଧୀନ ଜୀବିକା ଦେଖିବା, କିମ୍ବା ସ୍ୱାଧୀନ ଚିନ୍ତା ଦେଖିବା, କିମ୍ବା ଏମିତି ବହୁତ ଗୁଡ଼ିଏ ପ୍ରବନ୍ଧ ଆମେ ଦେଖିବା, ବିବେକୀ ମଧ୍ୟ ଦେଖିବା। ତ ଗୋଟିଏ ପ୍ରବନ୍ଧରେ କଣ ହୋଇଥିବ ଯେ ଅନ୍ୟାନ୍ୟ ବିଷୟ ଗୁଡ଼ିକ ଥିବ, କିନ୍ତୁ ସବୁ କଥାକୁ ଗୋଟିଏ ଉଦ୍ଦେଶ୍ୟ ଭିତ୍ତିକ କରିବାର ଆବଶ୍ୟକତା ଥାଏ। ଯେ ସେ ଯାହା ବି ଜିନିଷ ରହିଲା ଏହି ଆବଶ୍ୟକତାକୁ ପୂରଣ କରିବା ହେଉଛି ପ୍ରବନ୍ଧର ଏକତ୍ୱ ଭାବ। ଯେ ଗୋଟେ ପ୍ରବନ୍ଧରେ ଅନ୍ୟାନ୍ୟ ବିଷୟ ଥିବ କିନ୍ତୁ ରିଲେଟେଡ୍ ଥିବ, ଏହା ସହିତ ତା ସହିତ ତାର ରିଲେଟେଡ୍ ଥିବ, ଏବଂ ସେ ସବୁକୁ ଆଣିକି ତାର ନିର୍ଯାସ, ମାନେ ଭାବିନିଅ ଯେ ରାଧାନାଥ ରାୟଙ୍କର ବିବେକୀ, ପ୍ରବନ୍ଧର ନାଁ ବିବେକୀ ଦେଇଦେଲେ, ସେ ବିବେକୀ ଭିତରେ ଅନେକ ଗୁଡ଼ିଏ ଜିନିଷ ରହିଲା, କିନ୍ତୁ ସବୁର ମୂଳ ନିର୍ଯାସ ବାହାରିଲା ବେଳକୁ ସେ ମୂଳ ନାଁକୁ ହିଁ ସୂଚିତ କରୁଥିବ। ଏମିତି ନୁହେଁ ଯେ ଖାପ ଛଡା ହେଇନଥିବ, ଏଇଟା ତା ବାଟରେ ସେଇଟା ତା ବାଟରେ ସେଇଟା ତା ବାଟରେ, ନାଇଁ, ଏମିତି ହେଇନଥିବ।
ସ୍ୱାଧୀନ ଚିନ୍ତା ହେଲା କିମ୍ବା ଯେକୌଣସି ଉପନ୍ୟାସ ହେଲା ଆମର ସେ ଜାଗାରେ କ'ଣ ହେଇଥିବ ଯେ ଖାପ ଛଡ଼ା ହେଇନଥିବ ଏପଟ ସେପଟ ସେପଟ ପୁଣି ଅଲଗା ଅଲଗା ବିଷୟବସ୍ତୁ ଥିଲେ ବି ସବୁକୁ ଆଣିକି ଗୋଟେକୁ ବୁଝଉଥିବ। ଏଇ ଜିନିଷକୁ ଆମେ ଏକତ୍ୱ ବୋଲିକି କହିପାରିବା ଏବଂ ଏଇ ଜିନିଷ ଏକତ୍ୱ ରହିଲେ ଯାଇ ଗୋଟେ ସଫଳ ପ୍ରବନ୍ଧ ସୃଷ୍ଟି ହେଇପାରି। ସଠିକତା ଏକ୍ୟୁରେସି। ଦେଖ ପ୍ରବନ୍ଧ ସଦାସର୍ବଦା ବାସ୍ତବ ଧର୍ମୀ ହେବା ଆବଶ୍ୟକ। ବାସ୍ତବତାକୁ ନେଇକି ଏଥିରେ ମାନେ ସାହିତ୍ୟରେ ତ କଳ୍ପନା ରହେ କିନ୍ତୁ ସେତେ ମାତ୍ରାରେ ନୁହେଁ। ବିଶେଷ କରି ବାସ୍ତବତାକୁ ହିଁ ପ୍ରବନ୍ଧରେ ଗୁରୁତ୍ୱ ଦିଆଯାଇଥାଏ। କାରଣ ପ୍ରବନ୍ଧ ବର୍ଣ୍ଣନାରେ ସଠିକତା ନ ରହିଲେ ପ୍ରବନ୍ଧ ଯୁକ୍ତିନିଷ୍ଠ ହୋଇନଥାଏ। ଯେ ଆମେ ଯେତେବେଳେ ପ୍ରବନ୍ଧକୁ ଦେଖିବା ଯେ ଗୋଟେ ପ୍ରବନ୍ଧ ବର୍ଣ୍ଣନାରେ ସଠିକତା ବା ସଠିକ ଭାବରେ ବାସ୍ତବତା ମାନେ କ'ଣ ସଠିକ ତଥ୍ୟ। ଗୋଟେ ପ୍ରବନ୍ଧରେ ଯଦି ସଠିକ ତଥ୍ୟ ନ ରହିବ ଦେନ୍ ସେଟା ଯୁକ୍ତିନିଷ୍ଠ ହେଇପାରିବ ନାହିଁ ଏବଂ ଯୁକ୍ତିନିଷ୍ଠ ନହେଲେ ଆମେ ତାକୁ ପ୍ରବନ୍ଧ କହିପାରିବା ନାହିଁ। ଗୋଟେ ପ୍ରବନ୍ଧ ଯୁକ୍ତିନିଷ୍ଠ ହେବା ଦରକାର। ତ ସେଇଥିପାଇଁ ସଠିକତା ବା ସଠିକ ତଥ୍ୟ ରହିଲେ ଏକ୍ୟୁରେସି ବା ସଠିକ ଜିନିଷ ରହିଲେ ଯାଇ ସେଇଟା ପ୍ରବନ୍ଧ ପଦବାଚ୍ୟ ହେଇପାରିବ। ଅତଏବ ପ୍ରବନ୍ଧରୁ କଳ୍ପନା ପ୍ରବଣତା ରକ୍ଷା କରାଯାଏ ସଠିକତା। ଯେ ଅତଏବ ପ୍ରବନ୍ଧକୁ କ'ଣ କଳ୍ପନା ବା କଳ୍ପନା ପ୍ରବଣତାରୁ ରକ୍ଷା କରିଥାଏ ସଠିକତା। ଯେ କଳ୍ପନାର ମାତ୍ରା ଆମେ ସାହିତ୍ୟରେ ଦେଖିବାକୁ ପାଇବା। ଯେମିତି ଆମେ ସାହିତ୍ୟ ମାନେ କ'ଣ ମଣିଷ ମନର ଆବେଗ ଭାବନା କଳ୍ପନାର କଳାତ୍ମକ ପରିପ୍ରକାଶ ହେଉଛି ସାହିତ୍ୟ। ବିନା କଳ୍ପନାରେ ସାହିତ୍ୟ ସୃଷ୍ଟି ହେଇପାରିବ ନାହିଁ। ସମାଜରେ କ'ଣ ଯେ ବିଭିନ୍ନ ଘଟଣା ଯେମିତିକି ଆମେ କହିଥାଉ ଯେ ମାନେ ସାହିତ୍ୟ ମାନେ କ'ଣ ସାହିତ୍ୟ ମାନେ କ'ଣ ଯେ ସାହିତ୍ୟ ସମାଜର ହିତ ସାଧନ କରିଥାଏ। ଯେମିତିକି ଆମେ କହିପାରିବା ସମାଜ ସାହିତ୍ୟ ହିତ ସାଧନ କରିଥାଏ। ତା ମାନେ କ'ଣ ବିଜ୍ଞାନ ବି ସମାଜର ହିତ ସାଧନ କରିଥାଏ, ମେଡିସିନ ବି ସମାଜର ହିତ ସାଧନ କରିଥାଏ, ସବୁ ଜିନିଷ ସମାଜର ହିତ ସାଧନ କରିଥାଏ। ସବୁକୁ କ'ଣ ଆମେ ସାହିତ୍ୟ କହିବା କି? ନାଇଁ। ଯାହା ସମାଜର ହିତ ସାଧନ କରିଥାଏ ତାହା ସାହିତ୍ୟ। ଏଇ ଜିନିଷ ଭୁଲ। ସାହିତ୍ୟ ମଧ୍ୟ ସମାଜର ହିତ ସାଧନ କରିଥାଏ ଏବଂ ସମାଜର ଚିତ୍ର ସାହିତ୍ୟରେ ପ୍ରତିଫଳିତ ହୋଇଥାଏ। ସେଇଥିପାଇଁ ଆମେ କ'ଣ କହିଥାଉ ଯେ ସେଇଥିପାଇଁ ଆମେ ସାହିତ୍ୟକୁ ସମାଜର ଦର୍ପଣ ବୋଲି କହିଥାଉ। ଯେ ସମାଜରେ ଯେଉଁ ଜିନିଷ ଅଛି ସେ ଜିନିଷ ସାହିତ୍ୟରେ ପ୍ରତିଫଳିତ ହୋଇଥାଏ। ସେଇଥିପାଇଁ ଆମେ କ'ଣ ସାହିତ୍ୟକୁ ସମାଜର ଦର୍ପଣ ବୋଲିକି କହିଥାଉ। ତ ଏ ଜାଗାରେ କ'ଣ ଯେ ଏ ଜାଗାରେ ଆମେ ଯୋଉ ଦେଖିଲା ଯେ ମଣିଷ ମନର ଆବେଗ ଭାବକ କଳ୍ପନା, ଏ ଜାଗାରେ କ'ଣ ଯେ ସାହିତ୍ୟର ବିଶେଷ କରି କଳ୍ପନା ଏମିତି ଗୋଟେ ଗଳ୍ପ ଗୋଟେ ଉପନ୍ୟାସ ମାନେ ଦର୍ଶକକୁ ଯେତିକି ପରିମାଣରେ ବାନ୍ଧି ରଖିବା କଥା ଯଦି ବାସ୍ତବ ଘଟଣାକୁ ନେଇକି ରଚନା ହେଲା ଦେନ୍ ସେଇଟା ଦର୍ଶକକୁ ସେତେ ପରିମାଣରେ ବାନ୍ଧିକି ରଖେ ନାହିଁ। ଦର୍ଶକ ମାନେ ନାଟକରେ ଆଉ ପାଠକ ମାନେ ଆମର ଗଳ୍ପ ଉପନ୍ୟାସ କଥା ମୁଁ ତୁମକୁ କହୁଛି। କିନ୍ତୁ ଯଦି ଆମେ ନାଟକ ଉପନ୍ୟାସ ଗଳ୍ପ କ୍ଷେତ୍ରରେ ଯଦି ପ୍ରବନ୍ଧ ଉପରେ ଆଖି ପକେଇବା ତେଣୁ ପ୍ରବନ୍ଧରେ କ'ଣ ଯେ ଏଇ ଯୋଉ ସଠିକତା ବା ଏକ୍ୟୁରେସିର କଥା ଯୋଉ ତୁମମାନଙ୍କୁ କହୁଛି ଯେ ସଠିକ ଜିନିଷ ଅଧିକ ରହିବ କଳ୍ପନା ଅପେକ୍ଷା। ଏବଂ ଏଇଟା ହିଁ ହେଉଛି ତାର ପ୍ରାଣ। ସାବଲୀଳତା ରେଗୁଲାରିଟି। ସାବଲୀଳତା ହେଉଛି ପ୍ରବନ୍ଧର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହାରି ଉପରେ ଜନପ୍ରିୟତା ନିର୍ଭର କରିଥାଏ। ପ୍ରାବନ୍ଧିକ ତାର ପ୍ରବନ୍ଧକୁ ଯେତେ ସାବଲୀଳ ଏବଂ ମନୋଜ୍ଞ ବର୍ଣ୍ଣନା କରିପାରେ ତାର ପ୍ରବନ୍ଧ ସେତେ ସୁସ୍ପଷ୍ଟ ହୃଦୟ ହୁଏ ବୋଲି। ଯେ ସାବଲୀଳ, ସାବଲୀଳ ମାନେ ସରଳ ବୋଲି ଗୋଟେ ଟାଇପର କହିବାର, ବହୁତ ସୁନ୍ଦର ଏବଂ ମନୋଜ୍ଞ ମାନେ ଯୋଉଟା କି ମାନେ ଗୋଟେ ପ୍ରକାର କହିପାରିବା ଯେ ମନକୁ ହରଣ କରିପାରୁଥିବ ବା ପଢିଲା ମାତ୍ରକେ ଦର୍ଶକ ତା ପ୍ରତି ଦର୍ଶକ ପୁଣି କହିଦେଉଛି ସବୁବେଳେ ଶ୍ରୋତା ତା ପ୍ରତି ବା ପାଠକ ଶ୍ରୋତା ବି ନୁହେଁ ପାଠକ ତା ପ୍ରତି ଆହୁରି ଆକର୍ଷିତ ହୋଇପଡ଼ିବ। ସେଇ ଜିନିଷକୁ ହିଁ ଆମେ ସାବଲୀଳ ବୋଲିକି କହିପାରିବା। ଅତଏବ ସାବଲୀଳତାର ପରିପ୍ରକାଶ ପ୍ରାବନ୍ଧିକର ପ୍ରବନ୍ଧ ଗଠନର ଶ୍ରେଷ୍ଠ ସମ୍ପଦ ବୋଲିକି ଆମେ କହିପାରିବା। ବାସ୍ତବରେ ପ୍ରବନ୍ଧ ଯେକୌଣସି ଭାଷା ବା ଶୈଳୀରେ ଲେଖାଯାଉ ନା କାହିଁକି ତାହା ଜ୍ଞାନପ୍ରଦ ହେବା ସଙ୍ଗେ ସଙ୍ଗେ ପାଠକକୁ ଆନନ୍ଦ ପ୍ରଦାନ କରିବା ସହିତ ଅବବୋଧ ନିମିତ୍ତ ସୁଯୋଗ ଦେବା ଉଚିତ। ଯେ ପ୍ରକୃତରେ ପ୍ରବନ୍ଧ ଯେକୌଣସି ଭାଷାରେ ରଚନା ହେଇଥାଉ ଯେକୌଣସି ଶୈଳୀ ମାନେ କ'ଣ ସମସ୍ତ ପ୍ରବନ୍ଧକଙ୍କର ସ୍ୱତନ୍ତ୍ର ଶୈଳୀ ଯେମିତି ବି ରଚନା ହଉ ସେଇଟା ପ୍ରକୃତରେ କ'ଣ ଯେ ପାଠକକୁ ଆନନ୍ଦ ପ୍ରଦାନ କରିବା ଦରକାର। ଏ ଦିଗରେ ପ୍ରାବନ୍ଧିକ ସଯତ୍ନ ପ୍ରବେଶ ହେବା ମାନେ ପ୍ରୟାସ କରିବା ଦରକାର ଯେ ପ୍ରକୃତରେ ସେଟା ଆନନ୍ଦ ପ୍ରଦାନ କରୁଛି ନା ନାହିଁ ବୋଲିକି। ଏଥିପାଇଁ ପ୍ରାବନ୍ଧିକ ପ୍ରତିପାଦ୍ୟ ବିଷୟକୁ ସରଳ ସାବଲୀଳ ସରସ ସଂକ୍ଷିପ୍ତ ହେଇଥିବ ସରସ ସାବଲୀଳ ଯୋଉଟା କି ମାନେ ସରଳ ଏବଂ ସାବଲୀଳ ପାଖାପାଖି ସମାନ। ସାବଲୀଳ ମାନେ ଆମେ କହିପାରିବା ଯେ ଅଧିକ ହୃଦୟ ବା ଅଧିକ ମନୋଜ୍ଞ ବା ଅଧିକ ମନକୁ ହରଣ କରିପାରୁଥିବ। ଏଇଭଳି ଭାବରେ ସେଇଟା ହେବା ଦରକାର। ତାପରେ ଦେଖିବା ଯେ ଏ ଦିଗରେ ପୁଣି ଭାଷାର ଭୂମିକା ମଧ୍ୟ ରହିଛି। ଯେ ଜନତାଙ୍କ ଯେଉଁ ଭାଷାରେ ବୁଝିପାରିବେ ସେଇ ଭାଷା ଗୁଡ଼ିକ ମଧ୍ୟ ହେବା ଦରକାର। ସହଜ ଭାଷାରେ ବୁଝିପାରିବେ। ଭିନ୍ନ ଯଦି ଡିଫିକଲ୍ଟି ୱାର୍ଡ ଗୁଡ଼ାକ ସେଇ ଜାଗାରେ ପ୍ରୟୋଗ କରିଦେବ, ବିଭିନ୍ନ ଚିତ୍ରକଳ୍ପ ପ୍ରତୀକର ପ୍ରୟୋଗ କରିଦେବ ଦେନ୍ ସେଇଟା ଲୋକମାନେ ବୁଝିପାରିବେନି। ଯଦି ଲୋକମାନେ ବୁଝିପାରିଲେ ତାହେଲେ ସେଇଟା ସଫଳ ପ୍ରବନ୍ଧ କେମିତି ହେବ? ହେଇପାରିବନି। କଳ୍ପନା ଯଦି ପ୍ରବନ୍ଧର ପ୍ରାଣକୋଷ ହୁଏ ଭାଷା ହେଉଛି ତାର କଳେବର। ଯେ କଳ୍ପନା ଯଦି ପ୍ରବନ୍ଧର ଗୋଟେ ପ୍ରାଣକୋଷ ହେବ ତାହେଲେ ଭାଷାକୁ ଆମେ ତାର କଳେବର ବୋଲି କହିପାରିବା। ଭାଷା ଯଦି ଚିନ୍ତା ଚେତନାର ଗରିଷ୍ଠତା ଏବଂ ଗାମ୍ଭୀର୍ଯ୍ୟକୁ ରକ୍ଷା କରିବାକୁ ସମର୍ଥ ହୁଏ ତେବେ ପ୍ରବନ୍ଧର ମୂଲ୍ୟବୋଧନ ହେବ। ଗୋଟେ ଭାଷା କ'ଣ ହୋଇଥାଏ ଯେ ଭାଷା ହିଁ ମୁଖ୍ୟ ଏବଂ ଭାଷା ଯଦି ଚିନ୍ତା ଚେତନାର ଗରିଷ୍ଠତା ଏବଂ ଗାମ୍ଭୀର୍ଯ୍ୟକୁ ରକ୍ଷା କରିବାକୁ ସମର୍ଥ ହୋଇଥାଏ ପ୍ରବନ୍ଧର ମୂଲ୍ୟବୋଧନ ହ୍ରାସ ଘଟେ। ଯେ ଗୋଟେ ଭାଷା ଆମେ ଯେମିତି କହିବା ଯେ ଏଇ ଜାଗାରେ ଯେମିତି କହିଲା ଯେ ଆମେ କ'ଣ ଯେ ସଠିକତା ହେଉଛି ତାର ପ୍ରବନ୍ଧର ପ୍ରାଣ ବୋଲିକି।
ସଠିକତା ଯଦି ତାର ଆରେ ଏଇଟା କଣ ପଳେଇ ଆସିଲା ରୁହ। ସଠିକତା ଯଦି ତାର ପ୍ରାଣ ହୁଏ ତାହେଲେ ଭାଷା ତାର ଆତ୍ମା ବୋଲିକି ଆମେ ତାକୁ କହିପାରିବା। এইଭଳି ଭାବରେ ହିଁ ହେଉଛି ତୁମମାନଙ୍କର ପ୍ରବନ୍ଧର ସ୍ୱରୂପ ଥିଲା ଏଇଟା। ତାପରେ ଆସିଲା ତାର ସ୍ୱରୂପ ଓ ବିଶ୍ଳେଷଣ ଉପରେ ଆମେ ଟିକେ ଦେଖିପାରିବା, ଆଲୋଚନା କରିବା ଯେ ତାର ସ୍ୱରୂପକୁ ଯୋଉ ବିଶ୍ଳେଷଣ କରାଯାଇଛି ହେଲା। ଉପନ୍ୟାସ ପରି ଏହା ଦୀର୍ଘ ନୁହେଁ, କ୍ଷୁଦ୍ର ଗଳ୍ପ ପରି ଅସମାହିତ ଜିଜ୍ଞାସା ମଧ୍ୟରେ ଶେଷ ହୁଏ ନାହିଁ। ଏହାର ଅବୟବ କ୍ଷୁଦ୍ର ହୋଇପାରେ ବା ମଧ୍ୟମ ଧରଣର। ଯେ ଏଇ ଯୋଉ ପ୍ରବନ୍ଧର ଅବୟବ ଉପନ୍ୟାସ ପରି ଦୀର୍ଘ ନୁହେଁ କିମ୍ବା କ୍ଷୁଦ୍ର ଗଳ୍ପ ପରି ଅସମାହିତ ଜିଜ୍ଞାସା ମଧ୍ୟରେ ଶେଷ ହୁଏ ନାହିଁ, ଏଇଟା ମଧ୍ୟମ ଧରଣର ହୋଇପାରେ ବା ଆମେ ସଂକ୍ଷିପ୍ତ ବୋଲି ମଧ୍ୟ କହିପାରିବା। ଗବେଷଣାତ୍ମକ ନିବନ୍ଧ କେବଳ ଦୀର୍ଘ ହୋଇପାରେ। ଯେ ଆମେ ଯେତେବେଳେ ଗୋଟେ ଗବେଷଣାତ୍ମକ ନିବନ୍ଧ କରୁଛେ ସେଟା ଆମର ଯେକୌଣସି ଜିନିଷ ହଉ, ତୁମ ପ୍ଲସ୍ ଥ୍ରୀ ପିଲାମାନଙ୍କ ପାଇଁ ପ୍ଲସ୍ ଥ୍ରୀ ପ୍ରୋଜେକ୍ଟ ହଉ କିମ୍ବା ପିଜି ପିଲାମାନଙ୍କ ପାଇଁ ପ୍ରୋଜେକ୍ଟ ହଉ କିମ୍ବା ପିଏଚଡି ସ୍କଲାର ମାନଙ୍କ ପାଇଁ ପିଏଚଡି କାମ ଯୋଉ ହଉଛି ଗୋଟେ ଗବେଷଣାତ୍ମକ ନିବନ୍ଧ ସେଟା ଦୀର୍ଘ ହୋଇଥାଏ। କିନ୍ତୁ ଅନ୍ୟାନ୍ୟ ପ୍ରବନ୍ଧ ତାର କଳେବର କ୍ଷୁଦ୍ର ହୋଇଥାଏ। ପ୍ରବନ୍ଧ କୌଣସି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ନଥାଏ, ଅର୍ଥାତ୍ ଯେକୌଣସି ବିଷୟକୁ ନେଇକି ମାନେ କୌଣସି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ନାହିଁ। ଏଇଟା କାହାଣୀ ନୁହେଁ, ଗଳ୍ପ ନୁହେଁ, ଉପନ୍ୟାସ ନୁହେଁ, ରାଜା ଥିଲେ ରାଣୀ ଥିଲେ, ଏଇଟା ହେଲା ପ୍ରବନ୍ଧର କିଛି ନାହିଁ। ଯେକୌଣସି ବିଷୟକୁ ନେଇକି ପ୍ରବନ୍ଧ ରଚନା କରାଯାଇପାରେ। ଭାଷା ଶୈଳୀ ଏବଂ ବିଷୟବସ୍ତୁର ସମନ୍ୱୟ ପ୍ରବନ୍ଧ କହୁଛି। ଭାଷା ଶୈଳୀ ଏବଂ ବିଷୟବସ୍ତୁର ଯଦି ଉପଯୁକ୍ତ ସମନ୍ୱୟ ହେଲା ତାହେଲେ ସେଇ ପ୍ରବନ୍ଧର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ବହୁ ଉଦାହରଣ, ବହୁ ତତ୍ତ୍ୱର ସମବାୟ ଓ ସମନ୍ୱୟ ପ୍ରବନ୍ଧକୁ ବୌଦ୍ଧିକ ସ୍ତରକୁ ନେଇଥାଏ। ପ୍ରାବନ୍ଧିକଙ୍କର ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଏଥିରେ ପ୍ରକାଶିତ ହୋଇଥାଏ। ପ୍ରବନ୍ଧରେ ପ୍ରାବନ୍ଧିକଙ୍କର ବ୍ୟକ୍ତିତ୍ୱ ପ୍ରତିବିମ୍ବିତ ହୋଇଥାଏ। ଯେ ପ୍ରକୃତରେ ସେଇ ପ୍ରବନ୍ଧର ପ୍ରାବନ୍ଧିକ ତାଙ୍କର ବ୍ୟକ୍ତିତ୍ୱ କେମିତି, ସେଇ ଜିନିଷ ଗୁଡ଼ିକ ମଧ୍ୟ ସେଇ ପ୍ରାବନ୍ଧିକଙ୍କ ପ୍ରବନ୍ଧରେ ଆମେ ଦେଖିବାକୁ ପାଇବା। ପ୍ରାବନ୍ଧିକଙ୍କର ପ୍ରଜ୍ଞା, ଦୃଷ୍ଟିକୋଣ ଓ ଚିନ୍ତନ ପ୍ରବନ୍ଧକୁ ପ୍ରଭାବିତ କରିଥାଏ। ପ୍ରବନ୍ଧର ଉପସଂହାରରେ ଏକ ସୁନିର୍ଦ୍ଦିଷ୍ଟ ନିଷ୍କର୍ଷ ଥାଏ। ନିଷ୍କର୍ଷ ମାନେ କ'ଣ? ଯେ ଯାହା ବାହାରିଲା, ଆମେ ଯାହା ଆଲୋଚନା କଲେ ସେ ଭିତରୁ ଯାହା ବାହାରିଲା ତାକୁ ଆମେ ନିଷ୍କର୍ଷ ବା ଉପସଂହାର ବୋଲିକି ଯୋଉ କହିଥାଉ। ପ୍ରବନ୍ଧର ବିଷୟବସ୍ତୁର ଐକ୍ୟତା ହୃଦୟଗ୍ରାହୀ। ଯେ ସେ ଯୋଉ ଐକ୍ୟତା ଥିବ ସେଟା ହୃଦୟଗ୍ରାହୀ ହୋଇଥାଏ। ଅନେକ ସମୟରେ ପ୍ରବନ୍ଧ ଶୁଷ୍କ, କଠିନ, କ୍ଲାନ୍ତିଯୁକ୍ତ ମନେ ହୁଏ, କିନ୍ତୁ ଉପସ୍ଥାପନର ମାଧୁର୍ଯ୍ୟପଣ ହିଁ ପ୍ରବନ୍ଧକୁ ରସସିକ୍ତ କରିପାରେ। ଯେ ବହୁତ ଜାଗାରେ ଆମେ ଦେଖିବା ଯେ ଅନେକ ସମୟରେ ପ୍ରବନ୍ଧ ସୂକ୍ଷ୍ମ, କଠିନ ଏବଂ କ୍ଲାନ୍ତିଯୁକ୍ତ ମନେ ହେବ, ଥରେ ଥରେ ବୋର୍ ଲାଗିବ ସେ ଜିନିଷ ଗୁଡାକ, କିନ୍ତୁ ଉପସ୍ଥାପନର ମାଧୁର୍ଯ୍ୟପଣ ଯେ ଯେଉଁଭଳି ଭାବରେ ପ୍ରବନ୍ଧ ଉପସ୍ଥାପନ କରାଯିବ ସେଇ ପ୍ରବନ୍ଧକୁ ସେ ହିଁ ପ୍ରବନ୍ଧକୁ କ'ଣ ଯେ ରସସିକ୍ତ କରିପାରେ। ସ୍ୱାଭାବିକ ସାବଲୀଳ ଗତି ହିଁ ପ୍ରବନ୍ଧକୁ ପାଠକ ଦରବାରରେ ପ୍ରତିଷ୍ଠା ଦିଏ। ଯେ ସ୍ୱାଭାବିକ ଆଉ ସାବଲୀଳ ଗତି ଯୋଉ ରହିଥିବ ପ୍ରବନ୍ଧର ସେଇଟା ହିଁ କ'ଣ କରିବ ଯେ ସେଇଟା ହିଁ ସେଇ ପ୍ରବନ୍ଧକୁ ପାଠକ ମନରେ ଆଦୃତ କରିବ, ପାଠକ ହୃଦୟରେ ତାକୁ ସେ ସ୍ଥାନ ଦେବ। ଓ ଉପକ୍ରମ, ଆଖ୍ୟାନ ଭାଗ, ଉପସଂହାର ସ୍ପଷ୍ଟ, ପ୍ରାଞ୍ଜଳ ଏବଂ ଶୃଙ୍ଖଳିତ ହେଲେ ପ୍ରବନ୍ଧର ସ୍ୱରୂପ କଳାତ୍ମକ ହୋଇପାରିବ। ଯଦି ଉପକ୍ରମ ହେଲା କିମ୍ବା ତାର ଆଖ୍ୟାନ ଭାଗ ବା ଯୋଉ କଥା ଭାଗ ବୋଲି କହିପାରିବା, ଉପସଂହାର ଯଦି ସ୍ପଷ୍ଟ ହେବ, ପ୍ରାଞ୍ଜଳ ହେବ ଏବଂ ଶୃଙ୍ଖଳିତ ଭାବରେ ରଚିତ ହେବ ତାହେଲେ ପ୍ରବନ୍ଧର ସ୍ୱରୂପ କଳାତ୍ମକ ହୋଇପାରିବ ବୋଲିକି ବର୍ଣ୍ଣନା କରାଯାଇଛି ବା କୁହାଯାଇଛି। ତ ଏଇଟା ହେଇଥିଲା ତୁମମାନଙ୍କର ପ୍ରବନ୍ଧର ସ୍ୱରୂପ। ତାପରେ ଆମେ ରମ୍ୟ ରଚନାର ସଂଜ୍ଞା ସ୍ୱରୂପ ଉପରେ ନେକ୍ସଟ କ୍ଲାସରେ ଆଲୋଚନା କରିବା। ପ୍ରବନ୍ଧର ସ୍ୱରୂପ ଏଇ ଜାଗାରେ ପ୍ରବନ୍ଧର ସ୍ୱରୂପକୁ ଯୋଉ ବିଶ୍ଳେଷଣ କରାଯାଇଛି ଏଇଟା କରିବ, ଏଇଟା ଲେଖିବ ତୁମେ ମାନେ ପରବର୍ତ୍ତୀ ସମୟରେ। କିନ୍ତୁ ଏଇ ଜିନିଷ ଗୁଡାକ ତୁମକୁ ଯୋଉ କହିଲି ଏଇଟା ମନେ ରଖିବ। ଏଇ 5ଟା ପଏଣ୍ଟ ସବୁବେଳେ ମନେ ରଖିବ। ସଂକ୍ଷିପ୍ତତା, ସମତା, ଏକତ୍ୱ, ସଠିକତା, ସାବଲୀଳତା, ଏଇ ସବୁ ହିଁ ହେଉଛି ପ୍ରବନ୍ଧର ସ୍ୱରୂପ। କ୍ୱେଶ୍ଚନ କନଫର୍ମ ପଡିବ ତୁମମାନଙ୍କୁ ଯେ ପ୍ରବନ୍ଧର ସଂଜ୍ଞା ସ୍ୱରୂପ ଉପରେ ଆଲୋଚନା କର ବୋଲିକି। ଯେମିତି ହେଲେ ବି କ୍ୱେଶ୍ଚନ ଦେବ ତୁମମାନଙ୍କୁ ପ୍ରବନ୍ଧର ସଂଜ୍ଞା ସ୍ୱରୂପ, ତାକୁ ଦେଖିକି ତୁମେ ମାନେ ପ୍ରବନ୍ଧର ସଂଜ୍ଞା ସ୍ୱରୂପ, ଉପନ୍ୟାସର ସଂଜ୍ଞା ସ୍ୱରୂପ କିମ୍ବା ତୁମର ଯୋଉ ଦେଖିବା ଯେ ଆତ୍ମଜୀବନୀ ଜୀବନର ସଂଜ୍ଞା ସ୍ୱରୂପ, ଏଇଟା ଡାଇରେକ୍ଟ କ୍ୱେଶ୍ଚନ ଗୁଡାକ 5 ମାର୍କିଆ 8 ମାର୍କିଆ। ଆଉ ଗୋଟେ ଜିନିଷ ପିଲାମାନେ ମନେ ରଖିଥିବ ତୁମେ ମାନେ, ତୁମମାନଙ୍କର 1 ମାର୍କିଆ 2 ମାର୍କିଆ କ୍ୱେଶ୍ଚନ ଭୁଲ ହେଲେ ଚଳିବ, କିନ୍ତୁ 8 ମାର୍କିଆ 5 ମାର୍କିଆ କ୍ୱେଶ୍ଚନ ଫୁଲ ମାର୍କ ଦିଟା ହିଁ 5 ମାର୍କିଆ କ୍ୱେଶ୍ଚନ ଯଦି ତୁମେ ପଢିକି ଯାଉଛ ଦେନ୍ 1 ମାର୍କିଆ କ୍ୱେଶ୍ଚନ 10ଟା ନ କଲେ ବି ଚଳିବ। ଲଙ୍ଗ କ୍ୱେଶ୍ଚନରେ नो କମ୍ପ୍ରୋମାଇଜ। ଲଙ୍ଗ କ୍ୱେଶ୍ଚନ ଠିକ ସେ କରିବ। 8 ମାର୍କ ପୁରା ବହୁତ ବଢିଆ ଲେଖିବ, 6 ମାର୍କ 7 ମାର୍କ, 8 ରୁ 8 ନଦେଲେ 6-7 ମାର୍କ ତୁମର କୁଆଡେ ଯିବନି। তুমি যদি ঠিক সে লেখুছ তাহলে কুয়াড়ে জীবনী। তেণু এই কোশ্চেন গুড়া আসব সিধা সিধা। দেখ তুমি প্রিভিয়স ইয়ার যাହାର ବି ଆସିଛି ଦେଖିପାରିବ ଯେ ସିଧା ସିଧା କୋଶ୍ଚେନ ଆସିବ। ଏଥିରେ ଅନ୍ୟ କିଛି ତୁମକୁ ଏପଟ ସେପଟ ପଢିବାକୁ ନାହିଁ। ପ୍ରବନ୍ଧର 4ଟା ଖଣ୍ଡେ ସଂଜ୍ଞା ଆଉ ଏ 5ଟା ସ୍ୱରୂପ। ସଂକ୍ଷିପ୍ତତା ଛୋଟ, ସମତା ମାନେ ସମାନତା, ଏକତ୍ୱ ମାନେ ଭିନ୍ନ ଭିନ୍ନ ବିଷୟବସ୍ତୁ ଥିଲେ ବି ଗୋଟେ ଜିନିଷକୁ ସୂଚେଇବ, ସଠିକତା ମାନେ ସଠିକ ଜିନିଷ, ସାବଲୀଳତା, ଏ ସବୁ ଜିନିଷ ପଢିଲେ ତୁମର ଅଟୋମେଟିକ ଏଇ କୋଶ୍ଚେନ ବି ହେଇଯିବ। ଏଥିରେ ବିଲକୁଲ ବି ଚିନ୍ତା କରିବାର ନାହିଁ, ବିଲକୁଲ ବି ଭାବିବାର ନାହିଁ। ଏବଂ ପ୍ରବନ୍ଧର ପ୍ରକାର ଭେଦ ଉପରେ ଦେଇଥିଲେ ମୁଁ ତୁମକୁ ପଢେଇଥାନ୍ତି। ଏବଂ ଜାଣିଥାଅ ଯେ ପ୍ରବନ୍ଧ ଯୋଉ ରହିଲା ତାକୁ 2 ଭାଗରେ ବିଭକ୍ତ କରାଯାଇଥାଏ। ଗୋଟେ ହେଉଛି ବସ୍ତୁନିଷ୍ଠ ପ୍ରବନ୍ଧ ବୋଲିକି, ଆଉ ଗୋଟେ ହେଉଛି ବ୍ୟକ୍ତିନିଷ୍ଠ ବୋଲିକି। ବ୍ୟକ୍ତିନିଷ୍ଠ, ବସ୍ତୁନିଷ୍ଠ ଏବଂ ବ୍ୟକ୍ତିନିଷ୍ଠ ପ୍ରବନ୍ଧ।
এবং এই ଯେଉଁ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ରହିଲା ଯେଉଁ ଏଇ ଯେଉଁ ବସ୍ତୁନିଷ୍ଠ ପ୍ରଥମେ ବ୍ୟକ୍ତିନିଷ୍ଠ ଏଇ ଯେଉଁ ବସ୍ତୁନିଷ୍ଠକୁ ଆମେ ପ୍ରବନ୍ଧ ବୋଲି କହିଥାଉ ଏଇ ଯେଉଁ ବ୍ୟକ୍ତିନିଷ୍ଠ ଯେଉଁ ରହିଲା ଏଇଟା ପ୍ରବନ୍ଧ ମଧ୍ୟରେ ଗୋଟେ ପାର୍ଟ ଅଛି ରମ୍ୟ ରଚନା ବୋଲିକି ରମ୍ୟ ରଚନା ହେଲା ଏଇ ଯେଉଁ ବ୍ୟକ୍ତିନିଷ୍ଠକୁ ଆମେ ନର୍ମାଲି ରମ୍ୟ ରଚନା ବା ଲଳିତ ବନ୍ଧ ରଚନା ବୋଲି କହିଥାଉ ଏଇ ଯେଉଁ ବ୍ୟକ୍ତିନିଷ୍ଠକୁ ରମ୍ୟ ରଚନା ବା ଲଳିତ ବନ୍ଧ ରଚନା ବୋଲି କହିଥାଉ ଲଳିତ ବନ୍ଧ ରଚନା ବୋଲିକି ମଧ୍ୟ କୁହାଯାଏ ତ ବସ୍ତୁନିଷ୍ଠଟା ହେଉଛି ପ୍ରବନ୍ଧ ବା ନିବନ୍ଧ ବର୍ତ୍ତମାନ ଯେଉଁ ଆମେ ଆଲୋଚନା କଲା ଓ ଯେଉଁ ବ୍ୟକ୍ତିନିଷ୍ଠଟା ଆମେ ଆଲୋଚନା କରିବା ସେଇଟା ହେଉଛି କ'ଣ ଯେ ରମ୍ୟ ରଚନା ବା ଲଳିତ ବନ୍ଧ ରଚନା ବୋଲିକି ଆମେ କହିଥାଉ କିନ୍ତୁ ମାନେ ଯେଉଁ ଏକ୍ଜାମ ଗୁଡ଼ାକରେ ଯେଉଁ ବା ବିଭିନ୍ନ ତୁମର କମ୍ପିଟିସନ ଗୁଡ଼ାକ ଯେଉଁ ହେଉଛି ଏଫଏ କମ୍ପିଟିସନ ଯେଉଁ ତୁମେ ମାନେ କହୁଛ ସେ ଏଫଏ କମ୍ପିଟିସନ ମାନେ ଏଇ ବସ୍ତୁନିଷ୍ଠକୁ ବୁଝେଇବ ସେଟା ତୁମେ ପ୍ରବନ୍ଧ ଲେଖୁଛ ଯେକୌଣସି ରଚନା ଯେଉଁ ତୁମେ ମାନେ କହୁଛ ସେଟା ଏଫଏ ଆଉ ଯେଉଁ ବ୍ୟକ୍ତିନିଷ୍ଠ ଯେଉଁଟା ସେଟା ହେଉଛି ତୁମର ରମ୍ୟ ରଚନା ବା ଯାହାକୁ ଆମେ ଲଳିତ ନିବନ୍ଧ ବୋଲିକି କହିଥାଉ ତ এই উপরে মধ্যে আমি আলোচনা করে বস্তুনিষ্ঠ তো সরিগলা নেক্সট আমার ব্যক্তিনিষ্ঠ বা রম্য রচনা উপরে নেক্সট ক্লাস আমি আলোচনা করিবা আউ জানি রাখ পিলামানে যে ওড়িয়া সাহিত্যের প্রথম প্রবন্ধ হচ্ছে বিবেকী প্রবন্ধ বলিকি বিবেকী যাହାର রচয়িতা আরে ভুলে ବିବେକୀ ପ୍ରବନ୍ଧ ହେଲା ବିବେକୀ ଯେଉଁଟାକି 1873 ମସିହାରେ ଉତ୍କଳ ଦର୍ପଣରେ ପ୍ରକାଶିତ ହେଇଥିଲା ଉତ୍କଳ ଦର୍ପଣରେ ପ୍ରକାଶିତ ରାଧାନାଥ ରାୟଙ୍କର ବିବେକୀ କାହିଁକି ରାଧାନାଥ ରାୟ ବିବେକୀ ଆଉ ରାଧାନାଥ ରାୟଙ୍କର ଦେଖିବା ପ୍ରଥମ ଉପନ୍ୟାସିକା ତାଙ୍କର ପ୍ରଥମ କାବ୍ୟ କବିତା ତାଙ୍କର କେଦାର ଗୌରୀ ନଦୀକେ ଫେରି ଚନ୍ଦ୍ରଭାଗା ଉଫା ଚିଲିକା ପାର୍ବତୀ ମୋହୟାତ୍ରା ଏମିତି ବହୁତ ଗୁଡ଼େ ତାଙ୍କର ରଚନା ରହିଛି ତାଙ୍କର ପ୍ରଥମ ପ୍ରବନ୍ଧ ଅଛି ବିବେକୀ ଯେଉଁଟାକି 1873 ମସିହାରେ ଉତ୍କଳ ଦର୍ପଣ ପତ୍ରିକାରେ ପ୍ରକାଶିତ ହେଇଥିଲା ସେ ଜାଗାରେ ସେ କହିଥିଲେ ବିବେକୀ ବା ମଣିଷର ପ୍ରଥମ କର୍ତ୍ତବ୍ୟ ଆଉ ଯେଉଁ ମଣିଷର ବିବେକ ନାହିଁ ଯିଏକି ଅନ୍ୟ କଥାରେ ହଁ କହେ ତାର ନିଜର କିଛି ମାନେ ବିଚାର କରିବାର ଶକ୍ତି ନାହିଁ କାହିଁକି ନା ମାନେ ଦୁନିଆରେ କେବଳ ମଣିଷ ହିଁ ଗୋଟେ ମାତ୍ର ପ୍ରାଣୀ ଯିଏକି ବିଚାର କରିବାର ଶକ୍ତି ତା ପାଖରେ ଅଛି ତ ସେ ଯଦି ବିଚାର କରିପାରିବ ନାହିଁ ଯଦି ବିବେକ ତାର ନାହିଁ ଅନ୍ୟ ଲୋକଙ୍କ କଥାରେ ହଁ କହିବ ତାହେଲେ ସେ ମନୁଷ୍ୟ ନୁହେଁ ବୋଲିକି ଏ ଜାଗାରେ ପ୍ରାବନ୍ଧିକ ରାଧାନାଥ ରାୟ ସୂଚେଇ ଦେଇଛନ୍ତି ସେଇ ପ୍ରସଙ୍ଗ ଦେଖିବାକୁ ଗଲେ ଏମିତି ଆହୁରି ବହୁତ ଗୁଡ଼େ ପ୍ରବନ୍ଧ ଅଛି ପ୍ରବନ୍ଧ ମାନସ ପ୍ରବନ୍ଧ ପାଠ ପ୍ରବନ୍ଧ ପ୍ରଫୁନ ପ୍ରବନ୍ଧ ସୋପାନ ପ୍ରବନ୍ଧ ସଂଗ୍ରହ ଏମିତି ବହୁତ ଗୁଡ଼େ ପ୍ରବନ୍ଧ ଅଛି କିନ୍ତୁ ଯେହେତୁ ପ୍ରବନ୍ଧ ଗୁଡ଼ିକ ଉପରେ ତୁମକୁ ଡିପଲି ଦେଇନି ତେଣୁ ସେ ଉପରେ ଆମେ ଆଲୋଚନା କରିବା ନାହିଁ ତୁମେ ସେ ଜିନିଷ ଗୁଡ଼ାକ ତୁମର ଥାର୍ଡ ସେମିଷ୍ଟାରରେ ପଢ଼ିବ ଯେ ତୁମର ଯେଉଁ ରହିଛି ଥାର୍ଡ ସେମିଷ୍ଟାରରେ କ'ଣ ରହିଛି ସ୍ୱାଧୀନତା ପରବର୍ତ୍ତୀ ପ୍ରବନ୍ଧ ଉପରେ ସେଇଥିରେ ତୁମେ ଆଲୋଚନା କରିବ ତ ଏବେ ବର୍ତ୍ତମାନ ତୁମକୁ ଦେଇଛି କେବଳ ସଂଜ୍ଞା ଏବଂ ସ୍ୱରୂପ ଆଶା କରୁଛି ତୁମେ ସଂଜ୍ଞା ଏବଂ ସ୍ୱରୂପ ବୁଝି ଯାଇଥିବ ବୋଲିକି ଏବଂ ରମ୍ୟ ରଚନା ଆତ୍ମଜୀବନୀ ଭ୍ରମଣ କାହାଣୀ ଦିନେ ଭିତରେ କାଲି ଭିତରେ ତୁମର ସିଲାବସ୍ କମ୍ପ୍ଲିଟ୍ ହେଇଯିବ ସେଇଥିପାଇଁ ଚିନ୍ତା କରନି ଆଉ 3ଟା ନା 4ଟା ଭିଡ଼ିଓ ମୁଁ ବନେଇକି ଅପଲୋଡ଼ କରିଦେବି ତୁମେ ଖାଲି ତୁମର କାମ ହେଉଛି କ୍ଲାସ୍ ଦେଖ ଜିନିଷକୁ ବୁଝ କାହିଁକିନା ତୁମେ ଯଦି ସବୁ ଘୋଷିକି ଯାଇକି ଏକ୍ଜାମ୍ ଦେବାକୁ ଚାହିଁବ ତେଣୁ ଘୋଷି ପାରିବ ନାହିଁ ତୁମେ ବୁଝ ଯେ ପ୍ରକୃତରେ କ'ଣ ସଂଜ୍ଞା ସ୍ୱରୂପରେ କ'ଣ ଅଛି ସଂଜ୍ଞା 4 ଜଣଙ୍କର ରଖିଥିଲ ସ୍ୱରୂପରେ ଏଇ 5ଟା ପଏଣ୍ଟ ସଂକ୍ଷିପ୍ତତା ମାନେ କ'ଣ ସାବଲୀଳତା ମାନେ କ'ଣ ସମତା ମାନେ କ'ଣ ଏକତ୍ୱ ମାନେ କ'ଣ ଟିକେ ବୁଝିଗଲେ ସେ ଜିନିଷ ଗୁଡ଼ାକ ତୁମେ ଏଠି 2 ଲାଇନ୍ ଦେଇଛି ତ ତୁମେ 4-5 ଲାଇନ୍ ଲେଖିକି ମଧ୍ୟ ତୁମେ ଫୁଲ୍ କରିପାରିବ ସେଥିରେ କିଛି ଅସୁବିଧା ନାହିଁ ସମତା ମାନେ ବାଲାନ୍ସ ଥିବା କଥା ସବୁ ଜାଗାରେ ସମନ୍ୱୟ ରଖୁଥିବା କଥା ଏକତ୍ୱ ମାନେ ଅନେକ ଗୁଡ଼ିଏ ଷ୍ଟୋରି ଥିବ ସବୁ ଜିନିଷ ଆସିକି ଗୋଟେରେ ମିଶୁଥିବ ଏମିତି ତୁମେ ମାନେ ଲେଖିପାରିବ ବହୁତ ଗୁଡ଼େ ଜିନିଷ এবং যদি কୌଣସି ଜାଗାରେ ଡାଉଟ୍ ରହୁଛି କୌଣସି ଜାଗାରେ ଯଦି ବୁଝି ନ ହେଉଛି ଦେନ୍ ମୋତେ ତୁମେ ବାରମ୍ବାର ମେସେଜ କରି ପଚାରି ପାରିବ ଡିସ୍କ୍ରିପ୍ସନରେ ମୋର ଇନଷ୍ଟାଗ୍ରାମ ଲିଙ୍କ୍ ଦେଇଦେଇଛେ ସେଇଥିରେ ମଧ୍ୟ ତୁମେ ମୋତେ କମେଣ୍ଟ କରି ପଚାରିବ ଯେ ସାର୍ ଏଇ ଜିନିଷ ମୋର ବୁଝି ହେଲା ନାହିଁ ଆଉ ଥରେ ବୁଝାନ୍ତୁ ବୋଲିକି ତ ମୋତେ ପଚାରି ପାରିବ ଆଉ ଯାହାକୁ ଲାଗୁଛି କି ମୋ ଭିଡ଼ିଓ ବେଶୀ ସ୍ପିଡ୍ ହେଇଯାଉଛି ବୋଲି ସେ ମୋ ଭିଡ଼ିଓକୁ ଟିକେ ସ୍ଲୋ କରିକି 0.75ରେ ମଧ୍ୟ ତୁମେ ମୋ ଭିଡ଼ିଓକୁ ଦେଖିପାରିବ ସେଟିଂ ଅଛି ଏଇଟାକୁ ନେଇକି କମେଣ୍ଟ କରିବନି ସ୍ଲୋ ହେଉଛି ସ୍ପିଡ୍ ହେଉଛି ଯଦି କିଛି ବୁଝି ନହେଲା କିଛି ଡାଉଟ୍ ରହୁଛି ଦେନ୍ କମେଣ୍ଟ କର ନୋ ପ୍ରୋବ୍ଲେମ୍ କିନ୍ତୁ ସାର୍ ଆପଣଙ୍କର ଭିଡ଼ିଓ ସ୍ପିଡ୍ ଅଛି ଆପଣଙ୍କର ଭିଡ଼ିଓ ସ୍ଲୋ ଅଛି ସେଟାକୁ ନେଇକି କମେଣ୍ଟ କରନି କାହିଁକିନା ସେଟା ତୁମମାନଙ୍କ ହାତରେ ଅପସନ୍ ଅଛି ତୁମେ ଚାହିଁଲେ ଯାଇକି ସେଟିଂ ତୁମେ ଯେଉଁ କ୍ଲାସ୍ କରୁଛ ସେ ୟୁଟ୍ୟୁବରେ ଗୋଟେ ସେଟିଂ ଅପସନ୍ ଥିବ ସେଥିରେ ତୁମେ ତାକୁ ସ୍ଲୋ କରିକି ମଧ୍ୟ ଦେଖିପାରିବ ତ ଭିଡ଼ିଓକୁ ଆଉ ଲଙ୍ଗ କରିବାନି ପାଖାପାଖି 24 ମିନିଟ୍ ହେଇଗଲାଣି ଆଜିର ଭିଡ଼ିଓକୁ ଏତିକି ରଖିବା ପୁଣି ଆମେ ଆଗାମୀ କ୍ଲାସ୍ରେ ରମ୍ୟ ରଚନା ଆଉ ରମ୍ୟ ରଚନାର କାହାକୁ କୁହାଯାଏ ତାର ସଂଜ୍ଞା ଏବଂ ତାର ସ୍ୱରୂପ ଉପରେ ଆଲୋଚନା କରିବା ଭିଡ଼ିଓଟିକୁ ସବୁବେଳେ ଦେଖିଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜୟ ଜଗନ୍ନାଥ ଜୟ ମା ସମଲେଇ।